ଘନ ଜଙ୍ଗଲ ମଧ୍ୟରେ ଥିବା ଏକ ପୁରୁଣା ବରଗଛରେ ଥିଲା ଏକ ଅଦ୍ଭୁତ ମହୁଚାକ। କିନ୍ତୁ ଏହି ମହୁଚାକ ସାଧାରଣ ନଥିଲା। ଯେଉଁ ପଶୁ ରାତିରେ ତାହାର ନିକଟକୁ ଯାଉଥିଲା, ସକାଳେ ସେ ଅଜବ ଭାବରେ ବଦଳି ଯାଉଥିଲା। କେହି ଅଧିକ ଶକ୍ତିଶାଳୀ ହୋଇଯାଉଥିଲେ, କେହି ଅଜଣା କଥା କହୁଥିଲେ, ଆଉ କେହି ତ ଭୟରେ କମ୍ପି ଯାଉଥିଲେ। କିନ୍ତୁ କାହିଁକି? ଏହି ରହସ୍ୟର ପଛରେ କିଏ ଥିଲା? ଆସନ୍ତୁ ଜାଣିବା। ଏକଦିନ ଜଙ୍ଗଲରେ ରହୁଥିବା ଚତୁର ଭାଲୁ ଏହି ଅଜବ ଘଟଣା ବିଷୟରେ ଶୁଣିଲା। ସେ ମହୁକୁ ବହୁତ ଭଲ ପାଉଥିଲା। ତେଣୁ ସେ ଭାବିଲା, ଏହି ମହୁଚାକର ରହସ୍ୟ ମୁଁ ନିଶ୍ଚୟ ଖୋଜିବି। ସେହି ସନ୍ଧ୍ୟାରେ ସେ ବଟଗଛ ପାଖକୁ ଗଲା। କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାର ଆଖି ବଡ଼ ହୋଇଗଲା, କାରଣ ମହୁଚାକଟି ହାଲୁକା ନୀଳ ଆଲୋକରେ ଚମକୁଥିଲା। ଏହା କେମିତି ସମ୍ଭବ? ଭାଲୁ ଭାବିଲା। ହଠାତ୍ ଗଛ ପଛରୁ ଏକ ଛାୟା ଦୌଡ଼ିଗଲା। ଭାଲୁ ତୁରନ୍ତ ଲୁଚିଗଲା। କିନ୍ତୁ ସେ ଛାୟା କାହାର ଥିଲା? ରାତି ଅଧିକ ଘନ ହେଲା। ଚନ୍ଦ୍ର ମେଘ ଭିତରେ ଲୁଚିଗଲା। ସମଗ୍ର ଜଙ୍ଗଲ ନୀରବ ହୋଇଗଲା। ସେତେବେଳେ ମହୁଚାକ ଭିତରୁ ଏକ ଅଜବ ଗୁଞ୍ଜନ ଶୁଣାଗଲା। ହୁମ୍ ହୁମ୍। ଭାଲୁ ଧୀରେ ଧୀରେ ନିକଟକୁ ଗଲା ଏବଂ ସେ ଯାହା ଦେଖିଲା ତାହା ଦେଖି ସେ ଚମକିଗଲା। ମହୁଚାକର ଭିତରେ ଏକ ସୁବର୍ଣ୍ଣ ଆଲୋକ ଘୁରୁଥିଲା। ମନେ ହେଉଥିଲା କୌଣସି ଯାଦୁ ଚାଲିଛି। ପରଦିନ ସକାଳେ ଭାଲୁ ଜଙ୍ଗଲର ଜ୍ଞାନୀ ପେଚା ପାଖକୁ ଗଲା। ପେଚା ସବୁ କଥା ଶୁଣି କହିଲା, ଏହା ସାଧାରଣ ମହୁଚାକ ନୁହେଁ। ବହୁ ବର୍ଷ ପୂର୍ବରୁ ଜଙ୍ଗଲରେ ଏକ ଯାଦୁକର ମହୁମାଛି ରାଣୀ ଥିଲା। ସେ ଏକ ଯାଦୁଇ ମହୁ ତିଆରି କରିଥିଲା। କିନ୍ତୁ ଏହି ଶକ୍ତି ଭୁଲ ହାତରେ ପଡ଼ିଲେ ବଡ଼ ବିପଦ ହେବ। ଭାଲୁ ଆଶ୍ଚର୍ଯ୍ୟ ହୋଇଗଲା। ତାହେଲେ କିଏ ଏହି ଶକ୍ତିକୁ ବ୍ୟବହାର କରୁଥିଲା? ସେହି ରାତିରେ ଭାଲୁ ପୁଣି ଗଲା। ଏଥର ସେ ଏକ ଝାଡ଼ ପଛରେ ଲୁଚି ରହିଲା। କିଛି ସମୟ ପରେ ଏକ କୋକିଶିଆଳି ଚୁପଚାପ ଆସିଲା। ସେ ମହୁଚାକରୁ ମହୁ ନେଲା ଆଉ ପିଇଦେଲା। ତାପରେ ତାର ଆଖି ଲାଲ ହୋଇଗଲା। ତାର ଶରୀରରୁ ଆଲୋକ ବାହାରିବାକୁ ଲାଗିଲା। ଭାଲୁ ଭୟରେ ଚମକିଗଲା। କିନ୍ତୁ ରହସ୍ୟ ଏଠିରେ ଶେଷ ହୋଇନଥିଲା। ହଠାତ୍ ମାଟି କମ୍ପିବାକୁ ଲାଗିଲା। ବଟଗଛର ମୂଳ ତଳୁ ଏକ ଗୁପ୍ତ ଦ୍ୱାର ଖୋଲିଗଲା। ଶିଆଳ ସେହି ଦ୍ୱାର ଭିତରକୁ ପଶିଗଲା। ଭାଲୁ ଚୁପଚାପ ତାହାର ପଛେ ପଛେ ଗଲା। ଭିତରେ ଥିଲା ଏକ ବିଶାଳ ଗୁହା। ଗୁହାର ମଝିରେ ଥିଲା ଏକ ବିଶାଳ ସୁବର୍ଣ୍ଣ ଛତା। ହଜାର ହଜାର ମହୁମାଛି ତାହାକୁ ଘେରି ରହିଥିଲେ। ତେବେ ଏକ ଭୟଙ୍କର ଶବ୍ଦ ଗୁହା ଭିତରେ ଗୁଞ୍ଜି ଉଠିଲା। ଭଲା ଚମକି ଚାରିଆଡ଼େ ଦେଖିଲା। ହଠାତ୍ ସୁବର୍ଣ୍ଣ ଛତା ଉପରେ ଏକ ବିଶାଳ ମହୁମାଛି ରାଣୀ ଦେଖାଦେଲା। ତାର ପାଖ ହୀରା ପରି ଚମକୁଥିଲା। ସମସ୍ତ ଗୁହା ଆଲୋକରେ ଭରିଗଲା। ରାଣୀ କହିଲା, ମୁଁ ଏହି ଜଙ୍ଗଲର ରକ୍ଷକ। ଯାଦୁଇ ମହୁ କେବଳ ସତ୍ୟବାଦୀ ଓ ସାହସୀ ପଶୁମାନଙ୍କ ପାଇଁ। କିନ୍ତୁ ଏହି ଶିଆଳ ଚୋରି କରି ମହୁ ନେଉଥିଲା। ଶିଆଳ ଭୟରେ କମ୍ପିବାକୁ ଲାଗିଲା। ଭାଲୁ ଆଗକୁ ଆସି କହିଲା, ମୁଁ ଏହି ରହସ୍ୟକୁ ସୁରକ୍ଷିତ ରଖିବି। ରାଣୀ ତାହାର ସତ୍ୟନିଷ୍ଠା ଦେଖି ଖୁସି ହେଲା। ସେ ଭୋଲାକୁ ଏକ ଛୋଟ ସୁବର୍ଣ୍ଣ ମହୁପାତ୍ର ଦେଲା। ଏହାକୁ କେବଳ ଭଲ କାମ ପାଇଁ ବ୍ୟବହାର କର। ସେହିଦିନଠାରୁ ଭାଲୁ ଜଙ୍ଗଲର ରକ୍ଷକ ହୋଇଗଲା। କୌଣସି ପଶୁ ବିପଦରେ ପଡ଼ିଲେ ସେ ଯାଦୁଇ ମହୁର ସାହାଯ୍ୟରେ ତାହାର ସହଯୋଗ କରୁଥିଲା। ଆଉ ଶିଆଳ ସେ ନିଜ ଭୁଲ ବୁଝି କ୍ଷମା ମାଗିଲା। ତାପରେ ସେ ମଧ୍ୟ ଭଲ ପଥରେ ଚାଲିବାକୁ ଲାଗିଲା। କିନ୍ତୁ କୁହାଯାଏ ଆଜି ମଧ୍ୟ ସେହି ବଟଗଛ ତଳେ ରାତି ହେଲେ ନୀଳ ଆଲୋକ ଦେଖାଯାଏ ଏବଂ କେବେ କେବେ ମହୁମାଛି ରାଣୀର ଗୁଞ୍ଜନ ମଧ୍ୟ ଶୁଣାଯାଏ। ସତରେ କି ସେ ଯାଦୁଇ ମହୁଚାକ ଆଜି ମଧ୍ୟ ସେଠାରେ ଅଛି, ନା ଏହା କେବଳ ଏକ ରହସ୍ୟମୟ କିମ୍ବଦନ୍ତୀ? ଏହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବା ହେବେ। ଧନ୍ୟବାଦ।